ସମସ୍ତେ ଚାହିଁଥାନ୍ତି ତାଙ୍କ ଘରେ କେବେ ବି ହେଲେ ଧନର ଅଭାବ ନ ହେଉ, କେବେ ବି ହେଲେ କୌଣସି ଅସୁବିଧା ନ ହେଉ, ସବୁବେଳ ପାଇଁ ସବୁ ଜିନିଷ ଭରା ରହିଥାଉ, କେବେ ବି ହେଲେ ଧନ ସମ୍ପତ୍ତିରେ କେବେ ବି ହେଲେ କମି ନ ହେଉ। ଲୋକମାନେ ସବୁବେଳ ପାଇଁ ଚାହିଁଥାନ୍ତି। ହେଲେ ଲୋକମାନେ ଏମିତି କର୍ମ କରିଥାନ୍ତି ଯାହାଦ୍ୱାରା କି ମାତା ଲକ୍ଷ୍ମୀ ଘରୁ ଦୂରେଇ ଯାଇଥାନ୍ତି। ମାତା ଲକ୍ଷ୍ମୀ କେବେ ବି ହେଲେ ଘର ଭିତରକୁ ପ୍ରବେଶ କରିନଥାନ୍ତି, ଯାହାଦ୍ୱାରା କି ମଣିଷ କାଙ୍ଗାଳ ହୋଇଯାଇଥାଏ, ଦରିଦ୍ର ହୋଇଯାଇଥାଏ ତା ନିଜ ଭୁଲ ପାଇଁ। ହେଲେ ସେ ତା ନିଜ ଭୁଲକୁ ଦେଖିନଥାଏ, ସେ ଭଗବାନଙ୍କୁ ଦୋଷ ଦେଇଥାଏ କି ଭଗବାନ ଚାହୁଁନାହାନ୍ତି ବୋଲି ମୁଁ କିଛି ବି କରିପାରୁନାହିଁ, ଭଗବାନ ଚାହୁଁନାହାନ୍ତି ବୋଲି ମୋ ପାଖରେ କିଛି ବି ଧନ ସମ୍ପତ୍ତି ବଢ଼ିପାରୁନାହିଁ। ହେଲେ ସେ ମୂର୍ଖ ମଣିଷ ଜାଣିନାହିଁ ତା ନିଜ ଭୁଲ ପାଇଁ ସେ ଆଗକୁ ବଢ଼ିପାରୁନାହିଁ, ତା ନିଜ ଭୁଲ ପାଇଁ ସେ ଆଗକୁ ତା ପାଖରେ ଟଙ୍କା ଆସିପାରୁନି କି ସେ ଆଗକୁ ବଢ଼ିପାରୁନି, କିଛି ଗୋଟେ କର୍ମ କରିପାରୁନି, ଭଲ କର୍ମ ଯାହା ବି ସେ କରିବାକୁ ଚାହୁଁଛି ସେ ଜିନିଷ କରିପାରୁନାହିଁ। କ'ଣ ପାଇଁ କରିପାରୁନାହିଁ? ତା କର୍ମ ପାଇଁ। ତ ଆଜି ଆମେ ଜାଣିବା ଗୃହକୁ ମା ଲକ୍ଷ୍ମୀ ଆସିବାର 5ଟି ସଂକେତ। ଶୀଘ୍ର ଦେଖନ୍ତୁ ଆପଣଙ୍କୁ ମିଳୁଛି କି ଏହିସବୁ ସଂକେତ। ଯଦି ଆପଣଙ୍କୁ ଏହିସବୁ ସଂକେତ ମିଳୁଥିବ ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କ ଘରେ ଧନର କେବେ ବି ହେଲେ ଅଭାବ ହେବ ନାହିଁ। ପ୍ରତ୍ୟେକ ଜିନିଷ ସୁରୁଖୁରୁରେ ହୋଇଯିବ ଯାହା ଆପଣମାନେ ମନରେ ଭାବିଛନ୍ତି। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ପ୍ରତ୍ୟେକ ବ୍ୟକ୍ତି ଜୀବନରେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଇଚ୍ଛା ରଖିଥାଏ, କିନ୍ତୁ ଏହା ସେତେବେଳେ ସମ୍ଭବ ହୋଇପାରେ ଯେବେ ମନୁଷ୍ୟ ଭଲ କର୍ମ କରିଥାଏ ଏବଂ ମା ଲକ୍ଷ୍ମୀଙ୍କ ପୂଜା ଆରାଧନା ନିଷ୍ଠାର ସହ କରିଥାଏ। ତେବେ ମା ଲକ୍ଷ୍ମୀ କୌଣସି ବ୍ୟକ୍ତିଙ୍କ ଘରକୁ ଆଗମନ କରିବା ପୂର୍ବରୁ କିଛି ସଂକେତ ପଶୁପକ୍ଷୀ ବା ପ୍ରକୃତି ଦ୍ୱାରା ଦେଇଥାନ୍ତେ, ଯାହାକୁ ସାଧାରଣ ମଣିଷମାନେ ବୁଝିପାରିନଥାନ୍ତି। ଆଜି ମୁଁ ଆପଣଙ୍କୁ କହିବି ସେହି ସବୁ ସଂକେତ ବିଷୟରେ। ସେ ସଂକେତ ସବୁ କ'ଣ ଆଜି ଆମେ ଜାଣିବା 5ଟି ଭାଗରେ। ପ୍ରଥମରେ ହେଉଛି ଅମାବାସ୍ୟା ଦିନ ଯଦି ଘରେ ପେଚା ଦେଖନ୍ତି, ବିଲେଇ ଘରେ ପଶି କ୍ଷୀର ପିଏ, ଘରେ ମୂଷା ବା ଚୁଚୁନ୍ଦ୍ରା ଦେଖନ୍ତି, ତେବେ ଏହା ଗୃହକୁ ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ। ସାଙ୍ଗମାନେ, ଯଦି ଆପଣଙ୍କ ଘରେ କେବେ ବି ହେଲେ ଏମିତି ହେଉଛି ଆପଣଙ୍କ ଘରେ ବିଲେଇ ପଶି କ୍ଷୀର ପିଇ ଯାଉଛି, ଆପଣଙ୍କ ଘରେ ପେଚା ପଶି ଯାଉଛନ୍ତି, ଆପଣମାନେ ପେଚା ଦେଖୁଛନ୍ତି ଅମାବାସ୍ୟା ଦିନ, ତାହେଲେ ଆପଣମାନେ ଜାଣି ରଖନ୍ତୁ କି ବହୁତ ଜଲ୍ଦି ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଆସିବାକୁ ଯାଉଛନ୍ତି। ଦ୍ୱିତୀୟରେ ହେଉଛି ଗୁରୁବାର ଦିନ ଓ ଶନିବାର ଦିନ ଘରର କୌଣସି ପ୍ରକାରର ସାମଗ୍ରୀ ଭୁଲରେ ବି ବିକ୍ରି କରନ୍ତୁ ନାହିଁ। ଏହାଦ୍ୱାରା ମା ଲକ୍ଷ୍ମୀ ଗୃହ ଛାଡ଼ି ଚାଲି ଯାଇଥାନ୍ତି। ଯଦି ଆପଣମାନେ ଘରର କୌଣସି ବି ଜିନିଷ ଗୁରୁବାର ଆଉ ଶନିବାର ଏଇ 2ଟି ବାରରେ ବିକୁଛନ୍ତି, ତାହେଲେ ଆପଣମାନେ ଆଜିଠାରୁ ବନ୍ଦ କରିଦିଅନ୍ତୁ, ନହେଲେ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଚାଲିଯିବେ। ଘରେ ଯଦି ସର୍ବଦା ଅଭାବ ଲାଗି ରହୁଥାଏ ବା ଯେତେ ରୋଜଗାର କରିଲେ ବି ସର୍ବଦା ନିଅଣ୍ଟ ଲାଗି ରହୁଥାଏ, ତେବେ ଛୋଟ ପିତ୍ତଳ ଢାଳରେ ଖୁଚୁରା ମୁଦ୍ରା ଭର୍ତ୍ତି କରି ଘରର ପଶ୍ଚିମ ଦିଗରେ ରଖିବା ସହ ପ୍ରତିଦିନ ମୁଣ୍ଡିଆ ମାରନ୍ତୁ। ଏହାଦ୍ୱାରା ସବୁ ଅଭାବ ବହୁତ ଜଲ୍ଦି ଦୂର ହୋଇଥାଏ। ତୃତୀୟରେ ହେଉଛି ଘରର ସାମ୍ନାରେ ପଥର ବା କଣ୍ଟା ଗଛ ଜମା କରି ରଖନ୍ତୁ ନାହିଁ। ଗରୁଡ଼ ଚିହ୍ନ ଥିବା ଘଣ୍ଟି ଠାକୁର ଘରେ ବାଜିଲେ ଅଗ୍ନି ଓ ବଜ୍ର ଭୟ ରହିନଥାଏ। କୌଣସି ଯାନବାହନ ବା ଲୁହା ଜିନିଷ ବିକ୍ରି କରୁଥାନ୍ତି ମଙ୍ଗଳବାର ଦିନ କରନ୍ତୁ ନାହିଁ। କୌଣସି ବି ପରିସ୍ଥିତିରେ ଜମି ବିକ୍ରି ଆଦି ଗୁରୁବାର ଦିନ କରନ୍ତୁ ନାହିଁ। ସାଙ୍ଗମାନେ, ଯଦି ଆପଣମାନେ ମଙ୍ଗଳବାର ଦିନ କୌଣସି ବି ଲୁହା ଜିନିଷ ବିକୁଛନ୍ତି, ତାହେଲେ ଆପଣମାନେ କେବେ ବି ହେଲେ ସେ ଜିନିଷ ମଙ୍ଗଳବାର ବିକନ୍ତୁ ନାହିଁ, ଅଲଗା ବାରରେ ବିକିଲେ ଚଳିବ। ଆଉ ଗୁରୁବାର ଦିନ କୌଣସି ଜମି ମଧ୍ୟ ବିକ୍ରି କରନ୍ତୁ ନାହିଁ, ଯାହାଦ୍ୱାରା କି ଆପଣମାନେ କାଙ୍ଗାଳ ହୋଇଯିବେ। ଯଦି ଆପଣମାନେ ଗୁରୁବାର ଦିନ ଜମି ବିକ୍ରି କରୁଛନ୍ତି ତାହେଲେ ଆପଣଙ୍କ ପାଖରୁ ଲକ୍ଷ୍ମୀ ଛାଡ଼ି ଚାଲିଯିବେ। ଚତୁର୍ଥରେ ହେଉଛି ଧଳା ପେଚା ଘରେ ବସିବାର ବା ରାସ୍ତାରେ ଯିବା ସମୟରେ ଦେଖନ୍ତି, ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଘରେ ନେଉଳ, ଧଳା ପାରା ବା ଧଳା ପାରାର ମୂର୍ତ୍ତିଟିର ରଖନ୍ତି,
ତେବେ ଘରର ସର୍ବବିଧି ମଙ୍ଗଳ ହୋଇଥାଏ। ଗୃହର ଦକ୍ଷିଣ ଦିଗରେ ତୁଳସୀ ଗଛ ରଖନ୍ତୁ। ଯାତ୍ରା ସମୟରେ ତୁଳସୀ ମାଟି ମୁଣ୍ଡରେ ଲଗାନ୍ତୁ, ଯାତ୍ରା ସଫଳ ହେବ। ଅଗ୍ନି କୋଣରେ ଘର କରନ୍ତୁ ନାହିଁ, ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହିଁ। ସାଙ୍ଗମାନେ, ଯଦି ଆପଣମାନେ କୌଣସି ଶୁଭ କାମରେ କେବେ ବାହାରକୁ ଯାଉଛନ୍ତି ଘରୁ, ତାହେଲେ ଆପଣମାନେ ମନେ ରଖନ୍ତୁ ଗୋଟେ କଥା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି। ଆପଣଙ୍କ ଘରର ଯେଉଁ ଗ୍ରାମ ଦେବତୀ ହୁଅନ୍ତୁ କି ଆପଣଙ୍କର ଯେଉଁ ଚଉରା, ଗ୍ରାମ ଦେବତୀର ନୁହଁ, ଆପଣଙ୍କର ଚଉରା, ଘରର ଯେଉଁ ଚଉରା ଥାଏ, ସେ ଚଉରାରୁ ଯେଉଁଠି ତୁଳସୀ ଗଛ ଲଗାଯାଇଥାଏ, ସେ ଚଉରାରୁ କିଛି ମାଟି ନିଅନ୍ତୁ, ଆପଣଙ୍କ ମଥାରେ ଲଗାନ୍ତୁ। ଦେଖିବେ ଆପଣ ଯେକୌଣସି ବି କାମରେ ଯାଆନ୍ତୁ, ଯେମିତିକା କାମରେ ଯାଆନ୍ତୁ, ସେ କାମରେ ଯଦି ଆପଣମାନେ ସଫଳ ନ ହେବେ, ତାହେଲେ ଆପଣମାନେ ମୋତେ କମେଣ୍ଟରେ ଯାହା ଇଚ୍ଛା ତାହା କହିପାରିବେ ଯଦି ଆପଣମାନେ ସଫଳ ନ ହୁଅନ୍ତି। ଘରର ଏରୁଣ୍ଡି ବନ୍ଧ ତ ଆପଣମାନେ ଭଲ ଭାବରେ ଜାଣିଥିବେ। କେବେ ବି ହେଲେ ଘରର ଏରୁଣ୍ଡି ବନ୍ଧରେ ପାଦ ରଖନ୍ତୁ ନାହିଁ। ଏହା ହେଉଛି ମାତା ଲକ୍ଷ୍ମୀଙ୍କ ଜାଗା। ମାତା ଲକ୍ଷ୍ମୀ ସେହି ବାଟ ଦେଇ ପ୍ରବେଶ କରିଥାନ୍ତି ଘର ଭିତରକୁ। ସେଥିପାଇଁ ମାତା ଲକ୍ଷ୍ମୀ କେବେ ବି ହେଲେ ଚାହାନ୍ତି ନାହିଁ କି ଘରର ଏରୁଣ୍ଡି ବନ୍ଧରେ କେହି ପାଦ ଦେଇଥାଉ ବୋଲି। ତ ସେଥିପାଇଁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, ଘରର ଏରୁଣ୍ଡି ବନ୍ଧରେ କେବେ ବି ହେଲେ ପାଦ ଦିଅନ୍ତୁ ନାହିଁ। ଧଳା ପେଚା ଘରେ ବସିବାର ବା ରାସ୍ତାରେ ଯିବା ସମୟରେ ଦେଖନ୍ତି। ଆପଣମାନେ ଯଦି କୁଆଡ଼େ ଯାଉଛନ୍ତି, ଆପଣଙ୍କ ସାମ୍ନାରେ ଧଳା ପେଚା ସାମ୍ନାକୁ ଚାଲି ଆସିଲା, ତାହେଲେ ସେ କାମ ବି ଆପଣଙ୍କର ସଫଳ ହେବ। ଆପଣ ଯେକୌଣସି ବି କାମରେ ଯାଇଥାନ୍ତୁ, ଯଦି ଆପଣ ଧଳା ପେଚା ରାସ୍ତାରେ ଦେଖିଦିଅନ୍ତି, ଆପଣଙ୍କ ଘର ଉପରେ ବସିଥାଉ କି ଆପଣ ଯିବା ସମୟରେ ଆପଣଙ୍କ ସାମ୍ନାରେ ଉଡ଼ିଯାଉ, ଆପଣ ତାକୁ ଦେଖିନେଲେ, ତ ଆପଣମାନେ ଯଦି ପେଚା ଦେଖିଦେଲେ, ଧଳା ପେଚା, ତାହେଲେ ସେ ଦିନ ଆପଣଙ୍କର ଶୁଭ। ଆପଣ ଯେଉଁ କାମରେ ମଧ୍ୟ ଯାଉଛନ୍ତି, ସେ କାମରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ। ପଞ୍ଚମରେ ହେଉଛି ରୋଷେଇ ଘରେ କେବେ ବି ଝାଡ଼ୁ ରଖିବେ ନାହିଁ। ଝାଡ଼ୁକୁ ସର୍ବଦା ଲୁଚାଇ ରଖିବେ, ଯେମିତି କାହାର ଦୃଷ୍ଟି ନ ପଡ଼ୁଥିବ। ଏହି କେତୋଟି ନିୟମ ଯଦି ଆପଣ ପାଳନ କରିଥାନ୍ତି, ତ ଆପଣଙ୍କ ଗୃହ ଜଲ୍ଦି ଧନରେ ଭରିଯିବ ଓ ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ। ସାଙ୍ଗମାନେ, ଯଦି ଆପଣମାନଙ୍କୁ ମୁଁ ଯାହା ବି କହିଲି ଏବେ, ଯଦି ଆପଣମାନେ ସେହି ସବୁ ଜିନିଷକୁ ଅକ୍ଷରେ ଅକ୍ଷରେ ପାଳନ କରିବେ, ତାହେଲେ ଆପଣମାନଙ୍କର କେବେ ବି ହେଲେ ଟଙ୍କା ପଇସାର ଅଭାବ ହେବ ନାହିଁ। କେବେ ବି ହେଲେ ଆପଣଙ୍କ ଘରେ କୌଣସି ଅସୁବିଧା ଆସିବ ନାହିଁ। କାରଣ ଆପଣମାନଙ୍କୁ ଭଲ ଭାବରେ ଜଣାଅଛି, ଯାହା ପାଖରେ ଟଙ୍କା ଅଛି ତା ପାଖରେ କୌଣସି ବି ଅସୁବିଧା ନାହିଁ। ଯାହା ପାଖରେ ଟଙ୍କା ନାହିଁ ତା ପାଖରେ ହଜାରେ ଅସୁବିଧା। ତ ସେଥିପାଇଁ ଟଙ୍କା ଇନକମ୍ କର, ମା ଲକ୍ଷ୍ମୀଙ୍କୁ କେମିତି କ'ଣ ପାଇବେ ସେଥିପାଇଁ ମଧ୍ୟ ମୁଁ ଆପଣଙ୍କୁ ଜଣେଇଦେଲି, ଟିପ୍ସ ବାଇ ଟିପ୍ସ ଆପଣଙ୍କୁ ପଏଣ୍ଟ ବାଇ ପଏଣ୍ଟ ବୁଝେଇଦେଲି। ତ ଆପଣମାନେ ଏଇସବୁ ଜିନିଷକୁ ଥରେ ଫଲୋ କରନ୍ତୁ, ଦେଖିନେବେ ଆପଣଙ୍କର ମଧ୍ୟ ଲାଇଫ୍ ବଦଳିଯିବ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ମୋର এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଲାଇକ୍ଟିଏ କରିବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିତ ଭାବରେ କରିବେ, କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ଆମ ଟକିଂ ଅଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ଅଲ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ କ୍ଲିକ୍ କରିବେ। କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ୍ ଭିଡ଼ିଓ ଛଡ଼ାଯିବ, ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।